ଜୟ ଜଗନ୍ନାଥ ସାଙ୍ଗମାନେ ଆଶା କରୁଛି ଭଲ ଥିବେ। ତ ଆଜି ସକାଳୁ ସକାଳୁ ଝିଅ ଆଉ ବିଶେଷ ଶୋଇଥିଲେ କାରଣ ଝିଅ ଲେଟ୍ କରିଥିଲା ଶୋଇବାରେ। ତେଣୁ ମୁଁ ଭାବିଲି ଆଜି ସକାଳୁ ସକାଳୁ କିଛି ଖାଇବା ବନେଇବା। ତ ଦେଖିଲି ଘରେ ବଟନ୍ ମସରୁମ୍ ଥିଲା, ତ ୟାକୁ ମୁଁ ଧୋଇ ଧାଇକି ରେଡ଼ି କରିଦେବି। ହଳଦୀ ପାଣି ଧୋଇବାକୁ ଆଉ ଜମା ଭୁଲିବେନି। ହଳଦୀ ପାଣି ଧୋଇଲା ପରେ ଇଏ ଟିକେ ଫ୍ରେଶ୍ ହେଇଗଲା। ୟାକୁ ଏବେ କ'ଣ କରିବା ନା ମସଲା ରେଡ଼ି କରିବା। ମସଲା ପାଇଁ ଗରମ ମସଲା, ତେଜପତ୍ର, ପିଆଜ, ତାପରେ କାଜୁ, ଟମାଟୋ, ଲୁଣ, ଲଙ୍କା, ହଳଦୀ ଏସବୁ ପକେଇକି ମୁଁ ତାକୁ ଗୋଟେ ପେଷ୍ଟ ବନେଇଦେଲି। ପେଷ୍ଟ ବନେଇଲା ପରେ ଏବେ ସେଇ ସୋରିଷ ତେଲରେ କିଛି ପିଆଜ ପକେଇ ଭାଜି ନେଲି। ତାପରେ ସେଥିରେ ଯେଉଁ ବଟା ମସଲାକୁ ପକେଇ ଭଲ ଭାବେ କଷି ନେଲି। କଷିଲେ ହେଇ ଆସିଲା ବେଳକୁ ଠିକ୍ ମସରୁମ୍ କ୍ୟାପ୍ସିକମ୍ ତାକୁ ଅଲଗା ଭାଜିକି ରଖିଥିଲି, ତାକୁ ପକେଇଦେଲି। ପକେଇକି ଭଲ ଭାବେ ଗୋଳେଇ ଦେଲି। ଏବେ ଆଉ ଟିକେ 10-15 ମିନିଟ୍ ଗୋଳେଇଲା ପରେ ତାକୁ କ'ଣ କଲା, କସୁରୀ ମେଥି ଆଉ ଧନିଆ ପତ୍ର ପକେଇ ରେଡ଼ି ହେଇଗଲା ବଟନ୍ ମସରୁମ୍ର ଲବାବଦାର କହିପାରନ୍ତି ବା କଡ଼େଇ ମସରୁମ୍ କହିପାରନ୍ତି। କିନ୍ତୁ ଦୁଃଖର ବିଷୟ ଯେ ମୁଁ ଖାଇବା ଟାଇମ୍ରେ ରିଆକ୍ସନ୍ ନେଇପାରିଲିନି। ତ ଛାଡ଼, ଏବେ ବାହାରିବା ଅଫିସ୍କୁ। ଅଫିସ୍ ଗଲାବେଳେ ବାଟରେ ଦେଖିଲି ଇଏ ଦେଖନ୍ତୁ 3 ଜଣ ଭାଇ ଆମର ବାଇକ୍ରେ ଯାଉଛନ୍ତି। 3 ଜଣ ଯାକ ହେଲମେଟ୍ ଲଗାଇଛନ୍ତି, ଯାହା ହଉ କିଛି ତ ଗୋଟେ ନିୟମ ମାନିଛନ୍ତି। ତ ଆଜି ମୋ ଗ୍ୟାସ୍ ପଳେଇ ଆସିଲା, ତ ଧରିକି ଆସିଲି। ଏବେ ଅଫିସ୍ ଆଇଲା ଦେଖିଲି ତାଳସଜ ବିକ୍ରି ହେଉଛି। ତ ତାଳସଜ ମୋତେ ଖାଇବାକୁ ବହୁତ ପସନ୍ଦ। ତ ତାଳସଜ ଘରକୁ ଧରିକି ଆସିଥିଲି ଖାଇବା ପାଇଁ। ତାପରେ ଦେଖିଲି ଯେ ସନ୍ଧ୍ୟାବେଳେ ଗୋଟେ ଜାଗାରେ ରିସେପ୍ସନ୍ ହେଉଛି, ବଢ଼ିଆ ସୁନ୍ଦର ସେଠି ସଜା ହେଇଥିଲା। ତ ଦେଖା ହବ ଆଉ ଗୋଟେ ଭିଡ଼ିଓ।